ଏକ ଘରୋଇ ମେସ୍ରେ ରହି କଲେଜରେ ପାଠ ପଢୁଥିଲା ପୁଅ। ହେଲେ ଏପରି ଅକାଳରେ ତାର ଜୀବନ ଚାଲିଯିବ ବୋଲି ପରିବାର ଲୋକମାନେ ଭାବିନଥିଲେ। ମେସ୍ ନିକଟରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ପାଣିରେ ବୁଡ଼ିଯାଇ ଛାତ୍ରଙ୍କର ଜୀବନ ଚାଲିଯାଇଛି। ସ୍ଥାନୀୟ ଲୋକମାନେ ଛାତ୍ରଙ୍କୁ ପାଣି ଭିତରୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେଣୁ କୋହ ସମ୍ଭାଳି ପାରୁନାହାନ୍ତି ମୃତ ଛାତ୍ରଙ୍କର ମା। ମେଡିକାଲ ପରିସରରେ ବୁକୁ ଫଟାଇ କାନ୍ଦୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକରେ ଥିବା ଏକ ଘରୋଇ ମେସ୍ରେ ରହି ପାଠ ପଢୁଥିବା ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଉଛନ୍ତି ସୋର ଥାନା କଣ୍ଟାବାଙ୍କି ଗ୍ରାମର ସତ୍ୟବ୍ରତ ନାୟକ। ସେ କଲେଜ ଛକରେ ଥିବା ବ୍ରାଇଟ୍ ଫ୍ୟୁଚର ନାମକ ଏକ ଘରୋଇ ମେସ୍ରେ ରହି ସୋର କଲେଜରେ ଯୁକ୍ତ 3 ପାଠ ପଢୁଥିଲେ। ଆଉ ଆଜି ସକାଳେ ମେସ୍ ନିକଟ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ସେ ପାଣିରେ ବୁଡ଼ି ଯାଇଥିଲେ। ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।